ମୋ ନିଦ ଭାଙ୍ଗିନି, ଏବେ ନିଦ ଭାଙ୍ଗିବରେ। ମୋତେ ଆଜି ରବିବାର କ'ଣ କରିବାର ଅଛି ମୁଁ ଜାଣିନି। ମୋତେ ଭୋକ ହେଲା, ମୁଁ ସେଇଥିପାଇଁ ନିଦ ଭାଙ୍ଗିଗଲା। ମୁଁ ଆଜି 10ଟାରେ ଉଠିବାର ଥିଲା। ଉଠିଲି, ଭାବିଲି କ'ଣ କରିବି। ମୋ ସାଙ୍ଗମାନେ ନେଇ ଆସିଥିଲେ ମ୍ୟାଗି, କହିଲେ ଜଲ୍ଦି ମ୍ୟାଗି ବନା। ମୋତେ ବି ଲାଗୁଥିଲା ଭୋକ। ମୁଁ ଯାଇକି ଶୀଘ୍ର ମ୍ୟାଗି ବନାଇବା ପାଇଁ ରେଡ଼ି ହୋଇଗଲି। ଉଠିଲି, ମୁହଁ ଧୋଇବା ପାଇଁ ରେଡ଼ି ହେଲି। ଅଳସୁଆ ଲାଗୁଥାଏ, ତଥାପି ଉଠିକି ମୁଁ ମୋର ମ୍ୟାଗି ବନାଇବା ପାଇଁ ଚାଲିଗଲି। ମୁଁ କଡ଼େଇରେ ପାଣି ଗରମ କରିବା ପାଇଁ କଡ଼େଇରେ ପାଣି ଦେଲି। 2ଟା ମ୍ୟାଗି ଆଣିଛନ୍ତି। ଗ୍ୟାସ୍କୁ ଟିକେ ନର୍ମାଲ୍ ଚଲାଇଦେଲି, ମ୍ୟାଗିକୁ ପକାଇଦେଲି ଏବଂ ମ୍ୟାଗିକୁ ଭାଜିଦେଲି ଅଲଗା ଅଲଗା ଚାଉମିନ୍ ଷ୍ଟାଇଲ୍ରେ କରିବା ପାଇଁ। ଚାଉମିନ୍ ଷ୍ଟାଇଲ୍ରେ ରଖିବା ପାଇଁ ମ୍ୟାଗିକୁ ଥଣ୍ଡା ପାଣି ପାତ୍ରରେ ଆଣିଛି। ଆଉ ସେଇଠି ପକାଇଦେଲେ ମ୍ୟାଗି ଗୁଡ଼ା ଚାଉମିନ୍ ଭଳିଆ ହେଇଯିବ ଆଉ ପରସ୍ପର ସହିତ ଲାଗିବ ନାହିଁ। ସେଥିପାଇଁ ପାଣି ଆଣିଛି। କିଛି ସମୟ ଘାଣ୍ଟି ଦେଲି। ଘାଣ୍ଟି ଦେଲା ପରେ ହେଉଛି କୁତୁରୁ କୁତୁରୁ ଘାଣ୍ଟି ଦେଉଛି। ମୋ ସାଙ୍ଗମାନେ ଖାଲି ଅନେଇଛନ୍ତି। ଏବେ ଆଣିକି ମୁଁ ଥଣ୍ଡା ପାଣିରେ ପକାଇ ଦେଲି। ସବୁଗୁଡ଼ା ପକାଇଦେବି ଧୀରେ ଧୀରେ କିରି। ତାପରେ ଅଣ୍ଡା 2ଟା ଆଣିଥିଲେ, ଅଣ୍ଡା ତେଲ ଗରମ କରି ଅଣ୍ଡା ପକାଇଦେଲି। 2ଟା ଅଣ୍ଡା ଫଟାଇବା ପାଇଁ ଟିକେ ସମୟ ଲାଗିଲା। ତାପରେ କିଛି ସ୍ୱାଦ ଅନୁସାରେ ଲୁଣ ଦେଲି। ତାପରେ ମସଲା ଗୁଡ଼ା ପକାଇଦେଲି। କ'ଣ ମସଲା ଦେଲି ଜାଣିନି, ଖାଲି ଶେଷରେ ଗରମ ମସଲା ପ୍ୟାକେଟ୍ଟେ ଥିଲା ଆଉ ଡବାରେ ମସଲା ଅଛି, ସେଗୁଡ଼ା ପକାଇଦେଲି। ତୁମେ ମଧ୍ୟ କେବେ ଟ୍ରାଏ କର, ଅଣ୍ଡା ମ୍ୟାଗି ଭଲ ଲାଗିବ। ଭଲ ନ ଲାଗିଲେ ମୋତେ କହିବ। ତାପରେ ମ୍ୟାଗି ଅଣ୍ଡାରେ ମସଲା ଦେବା ପରେ ମୁଁ ଘାଣ୍ଟି ଦେଲି। ଆମଲେଟ୍ କରିକି ମଧ୍ୟ ଛୋଟ ଛୋଟ ପିସ୍ କରିକି ଦେଲେ ହେବ। ମୁଁ କିନ୍ତୁ ତାକୁ ଘାଣ୍ଟିକି ପୁରା ଭୁଜିଆ ଭଳିଆ କରିଦେଲି। ଏଇ ଗରମ ମସଲା ପଡ଼ିଲା। ତାପରେ କୁଟୁ ଭାଡ଼ିବା ପାଇଁ ମୁଁ ପାତିଆକୁ ଧରିଲି ଏବଂ ଭାଜିବା ଷ୍ଟାର୍ଟ କଲି। କାହିଁ କରିନି, ମୁଁ ମସଲା ପକାଇଛି। ତାପରେ ଭାଜିଦେଲି। ଭାଜିକି ଏବେ ରେଡ଼ି ହୋଇଗଲା ଅଣ୍ଡା। ମୁଁ ଅଣ୍ଡା ଆଉ ତା ସହିତ କାଟା ହୋଇଥିଲା ପିଆଜ, ଟମାଟୋ, ମରିଚି ଆଉ ତୁମେ ଅନ୍ୟାନ୍ୟ ପରିବାପତ୍ର ମଧ୍ୟ ପକାଇ ପାରିବ, ଯେଉଁଗୁଡ଼ାକି କ୍ୟାପ୍ସିକମ୍ ଯାହା ଅଛି ପକାଇ ପାରିବ। ଗାଜର, ବିଟ୍ ଆଉ ଅଣ୍ଡାକୁ ଓହ୍ଲାଇ ଦେଲି। ତାପରେ ପିଆଜକୁ ତେଲରେ ପକାଇ କିଛି ସମୟ ଟିକେ ଭାଜିଲି। ପିଆଜର କଲର୍ ଟିକେ ଖାଲି ପରିବର୍ତ୍ତନ ହେବା ପାଇଁ ଭାଜିଦେଲି। କୁଡ଼କୁଡ଼ ଭାଜିବା ପରେ ତାପରେ ଟମାଟୋ ପକାଇଦେଲି। ଟମାଟୋକୁ ଭାଜିଲି କିଛି ସମୟ। ଏପଟର ଟମାଟୋ ଜମା ସିଝୁନି। ତାପରେ ଟମାଟୋ ହୋଇଗଲା ପରେ ଲାଗିଲା। ତାପରେ ପକାଇଲି ମସଲା। ବେଶୀ ମସଲା କିଛି ଦେବେନି, ମୁଁ ଦେଇନି। ମ୍ୟାଗି ମସଲା ଦେଲି। ମ୍ୟାଗି ମସଲା ସହିତ ମୁଁ ଖାଲି ଚିକେନ୍ ମସଲା ଟିକେ ପକାଇଥିଲି ବୋଧେ, ଆଉ ଗରମ ମସଲା ଟିକେ ପକାଇଛି। ଆଉ ମ୍ୟାଗି ମସଲାରେ ପ୍ରାୟତଃ ମସଲା ସବୁ ଥାଏ, ତ ମସଲା ପକାଇବା ଏତେ ଦରକାର ନାହିଁ। 2ଟା ମସଲା ମ୍ୟାଗି ଥିଲା, 2ଟା ମ୍ୟାଗି ମସଲା ଆଣିଲି, ପକାଇଦେଲି। ୟୁପି ମୋତେ ଜମା ଭଲ ଲାଗେନି, ମୁଁ ସେଥିପାଇଁ ୟୁପି ଖାଏନି। ମୋତେ ମ୍ୟାଗି ଭଲ ଲାଗେ, ମୁଁ ମ୍ୟାଗି ଖାଏ। ତୁମମାନଙ୍କୁ କେଉଁଟା ଭଲ ଲାଗେ କମେଣ୍ଟ କରି କହିବ। ତାପରେ ମସଲାକୁ ପାଣି ଟିକେ ଦେଇକି ଭାଜିଲି। ତାପରେ ହୋଇଗଲା ପରେ ତାପରେ ମ୍ୟାଗି ଗୁଡ଼ାକୁ ଦେଲି। ତାପରେ ମ୍ୟାଗି ଗୁଡ଼ା ଦେଇକି ଭାଜିଲି କିଛି ସମୟ। ତାପରେ ମସଲା ଗୁଡ଼ା ଲାଗିଯିବା ପରେ ତାପରେ ଯେଉଁ ଭଜା ହୋଇଥିବା ଅଣ୍ଡା ଆଣିକି ପକାଇ ଦେବି। ଭାଜିଲି କଲର୍ ହେଲା ପରେ ତାପରେ ଅଣ୍ଡା ଆଣିକି ପକାଇ ଦେଲି। ତାପରେ ପିଲାମାନେ ବ୍ରସ୍ କରୁଥିଲେ, ସେମାନେ ବ୍ରସ୍ କରିସାରିବା ପରେ ମୁଁ ଶୀଘ୍ର ହେଲେ ବ୍ରସ୍ କରିବି ବୋଲି ଭାବିଲି। ତାପରେ ଭାଜିଲି। ତାପରେ ଅଣ୍ଡା ଗୁଡ଼ାକୁ ପକାଇ ଦେଲି। ତାପରେ ଅଣ୍ଡା ଗୁଡ଼ାକୁ ପକାଇବା ପାଇଁ ମିଶିବା ପାଇଁ କିଛି ସମୟ ମଧ୍ୟ କୁଡ଼କୁଡ଼ ଭାଜିଲି କ'ଣ ଖାଲି ମିକ୍ସ କଲି। ଗ୍ୟାସ୍କୁ ହାଲକା ଲୋରେ ଦେଇଥିଲି। ତାପରେ ଭାଜିଦେଲି। ଭାଜିବା ପରେ ପୁଣି ଭାଜିଲି କହିଲି, ମିକ୍ସ କଲି। ମିକ୍ସ କଲା ପରେ ହୋଇଗଲା ରେଡ଼ି। ତାପରେ ଥାଳିଟା ଆଣିକି ତାପରେ ଓହ୍ଲାଇ ଦେଲି। ଏବେ ହୋଇଗଲା ମ୍ୟାଗି ଇଜ୍ ରେଡ଼ି। ତାପରେ ଥାଳିରେ ଓହ୍ଲାଇ ଦେଲି। ତାପରେ ଖାଇବା ପାଇଁ ରେଡ଼ି। ସେମାନେ ବ୍ରସ୍ କରି ସାରିଥିଲେ, ମୁଁ ମଧ୍ୟ ବ୍ରସ୍ କରିବା ପାଇଁ ଯାଉଥିଲି। ସାରିକି ବ୍ରସ୍ରେ କୋଲଗେଟ୍ ଲଗାଇଲି। ତାପରେ ଘିଡ଼ି ଦେଖିଲି ପୁରା ଭଲ ହେଇଛି ରେ। ମୁଁ ଦେଖିଲି ମୋ ସାଙ୍ଗରେ ମୋତେ କ୍ୟାମେରା କଲା, ମୁଁ କହିଲି ଭଲ ହେଇଛି। ତାପରେ ଖାଇବା, ମୁଁ ବ୍ରସ୍ କରିବା ପାଇଁ ଚାଲିଗଲି। ସେ କିଛି ସମୟ ଥଣ୍ଡା ହୋଇଗଲା। ତାପରେ ବ୍ରସ୍ କରି ଯାଇକି ଆସିକି ଏବେ ଖାଇଲି। ଓହୋ କି ଟେଷ୍ଟି, ସୋ ଟେଷ୍ଟି, କେତେ ମଜା ଲାଗୁଛି। ତୁମେ ମଧ୍ୟ କେବେ ଟ୍ରାଏ କରିକି ଦେଖ, ଭଲ ଲାଗିବ ନିହାତି।